ହ୍ୟାଲୋ ସାଙ୍ଗମାନେ, ଆପଣମାନଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ ଜଣାଉଛି। ଆଜି ଆମେ ତିଆରି ବିହାରୀ ଷ୍ଟାଇଲ୍ର ମଟନ୍ ବନେଇବାକୁ ଚେଷ୍ଟା କରିଥିଲୁ। ବିହାରୀ ଷ୍ଟାଇଲ୍ ଯାହାକି ବିହାର ଷ୍ଟେଟ୍ରେ ବନାଯାଏ। କେମିତି କ'ଣ କେଉଁ ସାମାନ ସବୁ ୟୁଜ୍ କରାଯିବ ଏଥିରେ ଆମେ ଏଇଟା ସବୁ ଆପଣଙ୍କୁ ଭିଡ଼ିଓରେ ଦେଖେଇବୁ। ଆଉ କେମିତି କ'ଣ ବନେଇବୁ ସେଇଟା ବି ଆମେ ଦେଖେଇବୁ। ଆପଣମାନେ ଆମ ସହିତ ଯୋଡ଼ି ରୁହନ୍ତୁ। କେମିତି କ'ଣ ମାନେ ବିହାରୀ ଷ୍ଟାଇଲ୍ର ମଟନ୍ ବନାଯାଉଛି ସେଇଟା ଆମେ ଭିଡ଼ିଓରେ ରହିଲା ପରେ ଆପଣ ଜାଣିପାରିବେ। ଆଉ ଆପଣ ନିଜ ଘରେ କିମ୍ବା ବାହାରେ ଯଦି ଆପଣମାନେ ବି ରହୁଥିବେ, ଆପଣମାନେ ନିଜେ ବି ବନେଇକିରି ଖାଇପାରିବେ। ଏବେ ଆମର ପିଆଜ, ଅଦା, ରସୁଣ, ଟମାଟର ସବୁ କଟା ସରିଲାଣି। ଆଉ ଗ୍ୟାସ୍ ବି ଲାଗିଲା ପରେ ପ୍ରେସର୍ ବସିକିରି ସେଥିରେ ତେଲ ବି ଗରମ ହେବାକୁ ଲାଗିଲାଣି। ଆଉ ଦେଖନ୍ତୁ ଆମର କେମିତି ମଟନ୍ଟା କେତେ ସୁନ୍ଦର ଦେଖାଯାଉଛି, ଆପଣ ଦେଖିପାରୁଥିବେ। ପୁରା ଦେଖିଲା ପରେ ବି ଲୋକ ଆପଣମାନଙ୍କର ପାଟିରୁ ନାଳ ବୋହିବଣି। ଦେଖ, ଏଥିରେ ଆମର ଗରମ ମସଲା ସବୁ ପଡ଼ିକିରି ପିଆଜ ବର୍ତ୍ତମାନ ପଡ଼ିକିରି ଟିକେ କିଛି ସମୟ ଗରମ ହେବ। ପିଆଜ ଯେତେବେଳେ ବ୍ରାଉନ୍ କଲର୍ ହେଇଯିବ, ତାପରେ ଆମର ଅଦା ରସୁଣ ପଡ଼ିବ। ଦେଖ ପିଆଜ ଗୋଳା ହେଉଛି କେମିତି, ପୁରା ଭଲସେ ଦେଖନ୍ତୁ। ପୁରା ଭିଡ଼ିଓଟା ଆପଣ ଦେଖିଲା ପରେ ହିଁ ଜାଣିପାରିବେ। ମାନେ ଏମିତି ଭିଡ଼ିଓ ଯଦି ସ୍କିପ୍ କରିଦେବେ ଆପଣ ଜାଣିପାରିବେନି କେମିତି କ'ଣ ବନା ହେଉଛି। ପୁଣି ଆପଣ ମିଷ୍ଟେକ୍ କରି ବସିବେ, ପୁଣି ମୋତେ ଦୋଷ ଦେବେ ଯେ ଏଇଟା ଯାହା ବନେଇଲା ଭଲ ଲାଗିଲାନି ଆମକୁ। ପିଆଜ ବ୍ରାଉନ୍ କଲର୍ ହେଲା ପରେ ସେଥିରେ ଆପଣମାନେ ରସୁଣର ଦୁଇଟା ପେନ୍ଥା ପକାଇବେ। ରସୁଣର ଦୁଇଟା ପେନ୍ଥା ପକାଇ କିଛି ସମୟ ତାକୁ ଗୋଳେଇବେ। ତାପରେ କିଛି ସମୟ ଗୋଳେଇଲା ପରେ ଆପଣମାନେ ଯେଉଁ ପ୍ରସ୍ତୁତ କରିଥିବେ ଅଦା ରସୁଣ ପେଷ୍ଟ, ଅଦା ପେଷ୍ଟ ଅଲଗା କରିକି ରଖିବେ, ରସୁଣ ପେଷ୍ଟ ଅଲଗା କରି ରଖିବେ। ଫାଷ୍ଟ ଅଦା ପେଷ୍ଟଟା ୟୁଜ୍ କରିବେ, କିଛି ସମୟ ତାକୁ ଗରମ ହେବା ପାଇଁ ଗୋଳେଇବେ। ତାପରେ କିଛି ସମୟ ଗଲା ପରେ ଆପଣମାନେ ସେଥିରେ ରସୁଣ ପେଷ୍ଟକୁ ୟୁଜ୍ କରିବେ। ସାଙ୍ଗେ ସାଙ୍ଗେ ଦୁଇଟା ଯାକ କେବେ ପକାଇବାକୁ ଚେଷ୍ଟା କରିବେ। ତାପରେ ଏଥିରେ କିଛି ଆମର ପାଣି ଦେବେ ଯେ ଟିକେ କେମିତି ମାନେ ମସଲାଟା ନ ଲାଗିଯାଉ। ତାପରେ କିଛି ସମୟ ତାକୁ ଗୋଳେଇବେ। ତାପରେ ଏବେ ଛାଡ଼ି ଦିଅନ୍ତୁ କିଛି ସମୟ ତାକୁ। ଦେଖନ୍ତୁ ମସଲାଟା ବି କେମିତି ଦେଖାଗଲାଣି, ଆପଣମାନେ ବି ଦେଖିପାରୁଥିବେ। ସେଥିରେ ଲୁଣ ପଇଲା। ଲୁଣ ପଡ଼ି ସାରିଲା ପରେ ଏବେ ଆମେ ତାକୁ ଆଉ ଥରେ କିଛି ସମୟ ଗୋଳେଇବା। ଏବେ ଆମର ଧନିଆ ପାଉଡ଼ର ଏଥିରେ ପଡ଼ୁଛି। ତାପରେ ଆମେ ଏଇ ପଡ଼ିଲା ଆମର ଜିରା ପାଉଡ଼ର। ତାପରେ ଏଇଟା ଆମର ଗୋଲମରିଚ ପାଉଡ଼ର ପଡ଼ିଲା। ତାକୁ ଏବେ ଟିକେ ଜଷ୍ଟ ପାଣି ଦେଇ ଆଉ ଟିକେ ଗୋଳେଇବା। ଦେଖିପାରୁଥିବେ ମସଲା କେତେ ସୁନ୍ଦର ହେଇ ଆସିଲାଣି। ପୁରା ମୋ ପାଟିରୁ ତ ନାଳ ବୋହିଲାଣି। ଆପଣମାନଙ୍କର କ'ଣ ହେଉଥିବ ମୁଁ ଭିଡ଼ିଓରୁ ଜାଣିପାରୁଛି। ଏବେ ଆମର ଲଙ୍କା ପାଉଡ଼ର ପଡ଼ୁଛି। ପୁରା ମସଲା ଏମିତି ଦେଖାଗଲାଣି, ମୁଁ ସେ ମସଲାକୁ ବି ଖାଇଦେବାକୁ ଭାବୁଛି। ଆଉ ହଳଦୀ ପଡ଼ିଲା କିଛି। ତାପରେ ପାଣି ଦିଆ ହେଇକରି ଗୋଳେଇବେ। କିଛି ସମୟ ତାକୁ ପାଣି ଦେଇକରି ଗୋଳେଇବେ, କାହିଁକିନା ମସଲା କାଳେ ଲାଗିଯିବ। ଏବେ ଆମର ମଟନ୍ ମସଲା ପଡ଼ିଲା। ୱାଓ, ଦେଖନ୍ତୁ କେମିତି ମାନେ ମସଲା ଦେଖାଗଲାଣି। ମସଲା ତ ଏମିତି ଦେଖାଗଲାଣି ମୁଁ ମସଲାକୁ ବି ଖାଇଦେବି ସବୁ ଯାକ। ଏବେ ପୁରା ମୋ ପାଟିରୁ ନାଳ ବୋହିଲାଣି। ଆପଣମାନେ ବି କିଏ ଦେଖୁଛନ୍ତି ନା, ଜମା ମାନେ ଲୋଭ କରିବେନି କି ମାନେ ଆଶା କରିଦେବେନି ମୋ ପେଟରେ ପୁଣି ପଶିଯିବେ, ପୁଣି ପେଟ କାଟିବ। ଟମାଟର ପଇଲା। ଏବେ ଆମର ମଟନ୍ ଆସିଗଲା ସାଇଡ଼୍କି। ଏବେ ମଟନ୍ ପଡ଼ିବ। ପୁରା ମସଲା ପ୍ରସ୍ତୁତ ହେଇଗଲାଣି। ଦେଖନ୍ତୁ ମାନେ ମଟନ୍ଟା ବି କେମିତି ହେଇଛି ଆଜି ମାନେ ସବୁଦିନେ ଯେତେ ଥର ମଟନ୍ ହେଇଛି ଆଜି ମଟନ୍ଟା ପୁରା ବେଷ୍ଟ ମଟନ୍। ମଟନ୍ରେ ବି କଲିଜା ମାନେ ଦିଆଯାଇଛି ପୁରା। ଓ ଆପଣ ଦେଖିକିରି ମାନେ ମୋର ତ ଏବେଠାରୁ ପୁରା ନଳି ନଳି। ହା ହା ହା।
ରେଡ଼ି ହେଇଗଲାଣି ମାନେ ଦେଖା ଖୋଲା ଯାଉଛି ଦେଖିଆ ଓ କି ବାସ୍ନା ପୁରା ମାନେ ଅଲଗା ପ୍ରକାର ଆଜି ପୁରା ତ ପୁରା ସବୁ ଯାକ ତ ମୁଁ ଅଧେ ଖାଇଦେବି ତା ଦେହରୁ ଆଜି ଆଉ କିଏ ସବୁ ସାଙ୍ଗମାନେ ଖାଇବେ ଆସନ୍ତୁ ଜଲ୍ଦି ଯେଉଁଠି ଯିଏ ଅଛନ୍ତି ଜଲ୍ଦି ପଳେଇ ଆସନ୍ତୁ ଆଉ ଲେଟ୍ କଲେ ତ ସରିଯିବ ଆଉ। ଆଉ ମଟନ୍ଟା ଦେଖିଲା ପରେ ଆପଣମାନଙ୍କୁ କେମିତି ଲାଗିଲା ଆଉ କ'ଣ କେମିତି ରେସିପିରେ ବନା ହେଲା ଆପଣମାନେ କମେଣ୍ଟ ମାଧ୍ୟମରେ ଜଣେଇବେ ଆଉ ଜଣେଇଲେ ସିନା ଜାଣିବେ କେମିତି କ'ଣ ମାନେ ବନା ହେଲା ଜାଣିଲେ ଆପଣ ନିଜେ ବନେଇକିରି ବି ଖାଇପାରିବେ। ଆଉ ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ କରିବେ ସେୟାର କରିବେ ଆଉ ଚ୍ୟାନେଲଟାକୁ ଟିକେ ସବସ୍କ୍ରାଇବ୍ ତ କରିବେ ଆଉ ଯଦି ଇଚ୍ଛା ହେବ କରିବେ ନହେଲେ କରିବେନି ଆଉ ମୁଁ ଆଉ କ'ଣ କହିବି।